ବାପା, ମୋ ବାପା ସେ ଘର ସମ୍ଭାଳିବାଠୁ ନେଇ ନିଜ ବୃତ୍ତିଗତ କାର୍ଯ୍ୟରେ ବହୁତ ମାହିର। ତାଙ୍କଠୁ ଶିଖିବାକୁ ପଡ଼ିବ ନିଜ ପେଟର ଭୋକ ଆଉ କଷ୍ଟକୁ ଲୁଚେଇବାର କଳା। ମୋ ବାପା ଯିଏ ନିଜେ ନ ଖାଇ ପରିବାର ପାଇଁ ଆଣିଦିଅନ୍ତି ଅନେକ କିଛି, କାଳେ ନିଅଣ୍ଟ ପଡ଼ିବ ଭାବି ବହୁ ଜୋରରେ କୁହନ୍ତି, ଆରେ ତୁମେମାନେ ଖାଅ, ମୁଁ ପରା ବାହାରେ ବହୁତ କିଛି ଖାଇ ଆସିଛି। ଆଚ୍ଛା ବାପା, ତୁମେ କହିଲ ସତରେ କ'ଣ ତୁମକୁ କଷ୍ଟ ହୁଏନି? କେବେ ଭାବିନିଅନି କି ମୋ କାନ୍ଧରେ ଏତେ ଭାର ଅଛି? ବାପା, ତୁମକୁ କ'ଣ କେବେ ଇଚ୍ଛା ହୁଏନି ତୁମ ପାଇଁ ଭଲ ଭଲ ଡ୍ରେସ୍ କିଣିବାକୁ, ଭଲ ଚପଲ ପିନ୍ଧିବାକୁ? ସବୁବେଳେ କେବଳ ଅନ୍ୟ କଥା ହିଁ ଭାବି ଆସିଛ। ତୁମେ ବହୁତ ମହାନ। ବାପା, ତୁମେ ଆମ ପାଇଁ କେତେ ପ୍ରକାର ଡ୍ରେସ୍ ଆଣିଦିଅ, ଖେଳନା ଆଣିଦିଅ, ସବୁ ଜିନିଷ ଆଣିଦିଅ। କେବେ ଚିନ୍ତା କରନି କି ତୁମ ପାଇଁ କିଛି କରିବାକୁ? ନା ତୁମେ ଜାଣିକି ଅଣଦେଖା କର? ଯେତେବେଳେ ଏଇ କୁନି କୁନି ଆଖି ଖୋଲିଲା ଆଉ ଏ କୁନି କୁନି ପାଦରେ ଚାଲି ଶିଖିଲି, ଆଉ ଆଜି ମୁଁ ଗର୍ବରେ ସାହସର ସହିତ ଛିଡ଼ା ହୋଇଛି କେବଳ ତୁମର ଅକ୍ଲାନ୍ତ ପରିଶ୍ରମ ପାଇଁ। ଜୀବନର ଅନେକ ଝଡ଼ଝଞ୍ଜା କଷ୍ଟ କଷଣ ସହି ଆସିଛ, କେବେ ବି ଏକା ଅନୁଭବ କରିବାକୁ ଦେଇନ। ଗୋଟେ ଭଲ ବାପା ସହିତ ତୁମେ ଗୋଟେ ଭଲ ବନ୍ଧୁ ଭାବେ ସାଥିରେ ଛିଡ଼ା ହୋଇଛ। ଜୀବନରେ ଭଗବାନ ଦେଖିବାକୁ ସମସ୍ତେ ମନ୍ଦିର ଯାଆନ୍ତି, କିନ୍ତୁ ପାଖରେ ଥିବା ବାପା ମାଙ୍କୁ ଭଗବାନ ଭାବେ କେହି ଦେଖିନଥାନ୍ତି। ତୁମେ ହେଉଛ ମୋର ପ୍ରକୃତ ଭଗବାନ, ମୋ ବାପା।